ସମ୍ପର୍କରେ ସନ୍ଦେହ ରହିବା ବା ସମ୍ପର୍କରେ ଜଣେ ଜଣକୁ ସନ୍ଦେହ କରିବା ଗୋଟେ ପ୍ରକାରର ମାରାତ୍ମକ ରୋଗ। ମଣିଷ ଯାହାକୁ ଭଲ ପାଏ ତାକୁ ବିଶ୍ୱାସ କରେ, ତାକୁ ଭରସା କରେ, ତାକୁ ବି ସନ୍ଦେହ କରେ। ହେଲେ ସନ୍ଦେହର ମାତ୍ରାଟା ଏତେ ହେବା ଉଚିତ ନୁହେଁ ଯେମିତି ଜୀବନ ତମାମ ଭଲ କାମ କଲେ ବି ସେ ସନ୍ଦେହ କରିବ, ଖରାପ କାମ କଲେ ବି ସନ୍ଦେହ କରିବ। ହଁ, କିଛି ଜାଗାରେ ଦେଖିବାକୁ ମିଳେ, କିଛି ବ୍ୟକ୍ତି ବା କିଛି ଯିଏ ବି ହଉ, କିଛି ଲୋକ କିଛି ଅସାମାଜିକ କାର୍ଯ୍ୟରେ ଲିପ୍ତ ଥାନ୍ତି ଯେଉଁଥିପାଇଁ ସେମାନଙ୍କୁ ସନ୍ଦେହ କରାଯାଏ ଯେ ଇଏ ଏମିତି କି ସେ ସେମିତି କି। କିନ୍ତୁ ସନ୍ଦେହକୁ ନିଜ ଦେହରେ ଏମିତି ବଶବର୍ତ୍ତୀ କରିବା ଉଚିତ ନୁହେଁ ଯେମିତି ସମସ୍ତଙ୍କୁ ସନ୍ଦେହ ନଜରରେ ଆମେ ଦେଖିବା, ଯେମିତି ସମସ୍ତଙ୍କୁ ଆମେ ସମସ୍ତଙ୍କର ଚରିତ୍ରକୁ ବା କାହାର କୌଣସି କାର୍ଯ୍ୟକଳାପକୁ ନେଇକି ମଧ୍ୟ ଆମେ ସନ୍ଦେହରେ ସେମାନଙ୍କୁ ଦେଖିବା ନାଇଁ। ଆଜ୍ଞା, ସନ୍ଦେହଟା ରହିବ, ସନ୍ଦେହଟାକୁ କ୍ଲିଅର କରାଯାଉ। ସନ୍ଦେହ ଉପରୁ ପରଦା ଉଠାଇବା ପାଇଁ ଚେଷ୍ଟା କରନ୍ତୁ। ସବୁବେଳେ ସନ୍ଦେହ 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 କଲେ ଏଠି ତ ଆପଣ କାହାକୁ ଆଉ ବିଶ୍ୱାସ କରିପାରିବେନି, କାହାକୁ ଆଉ ଭରସା କରିପାରିବେନି, ନିଜକୁ ମଧ୍ୟ କେବେ କେବେ ଆପଣ ଭରସା କରିପାରିବେନି, ବିଶ୍ୱାସ କରିପାରିବେନି। ସେଇଥିପାଇଁ ସନ୍ଦେହ ସେତିକି ରହିବା ଦରକାର ଯେତିକିରୁ ଉପରୁ ପରଦା ଉଠିପାରିବ, ଆଉ ସେ ପରଦା ଉଠାଇବା ପାଇଁ ଆପଣ ହିଁ ଚେଷ୍ଟା କରିବାର ଆବଶ୍ୟକତା ଅଛି। ଏଇ ତ ଜୀବନର କଥା।